ପିଲାମାନଙ୍କର ପାଠପଢ଼ା ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କା ଏବେ ବିଫଳ ଅବସ୍ଥାରେ ଗତି କରୁଛି। କିନ୍ତୁ ଏ ଦୃଶ୍ୟ ହେଉଛି ଚୂଡ଼ାମଣି ସରକାରୀ କାନ୍ଥି ସାହି ସ୍କୁଲର ଦୃଶ୍ୟ। ଏହି ପିଲାମାନେ ତାଙ୍କର ଶ୍ରେଣୀଗୃହ କମ୍ ଥିବାରୁ ସେମାନେ ବାରଣ୍ଡାରେ ବସୁଛନ୍ତି। ଆସନ୍ତୁ ଶୁଣିନେବା ଛାତ୍ରଛାତ୍ରୀମାନେ କ'ଣ କହୁଛନ୍ତି। ମୁଁ ଚତୁର୍ଥ ଶ୍ରେଣୀ ପଢ଼େ। ଆମ ସ୍କୁଲ ଆମର ଦୁଇଟି ଶ୍ରେଣୀ ଅଛି, ସେଥିପାଇଁ ଆମେ ବାରଣ୍ଡାରେ ବସି ପାଠ ପଢୁଛୁ। ଖରା ହେଲେ ଆମକୁ ବହୁତ ଗରମ ଲାଗୁଛି। ବର୍ଷା ହେଲେ ଆମକୁ କାଦ ଛିଟିକା ପଡ଼ି ଆମ ବହି ବସ୍ତାନି ଖରାପ ହେଇଯାଉଛି। ଖରାରେ ବହି ବସ୍ତାନି ଖରାପ ହେଇଯାଉଛି, ସାର୍ଟ ଆମର ସବୁ ନଷ୍ଟ ହେଇଯାଉଛି। ସେଥିପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି କି ଆମକୁ ସେ ଖରା ବର୍ଷା ରକ୍ଷା କରିବା ପାଇଁ ନୂଆ ଘର ଦିଅନ୍ତୁ। ଆମେ ସେଇ ନୂଆ ଘରେ ବସି ଭଲରେ ପାଠ ପଢିପାରିବୁ। ତମ ନାଁ କ'ଣ? ମୋର ନାମ ଅଜିତ କୁମାର ରାଜି। କାହିଁକି ବାହାରେ ବସୁଛ? ଆମର ଶ୍ରେଣୀ କକ୍ଷ ନଥିବାରୁ ଆମେ ବାହାରେ ବସୁଛୁ। କେତେଟା ଶ୍ରେଣୀ ଅଛି ଓ କେତେ ପିଲା? ଆମର ଦୁଇଟି ଶ୍ରେଣୀ ଅଛି, ମୋଟ 100 ପିଲା। ଆଉ କେମିତି ପାଠ ପଢୁଛ? ପବନ ଫବନ ଆସିନେ? ଆମର ଝଡ଼ ପବନ ଆସିଲେ ବା ଝୁମ ପବନ ଆସିଲେ ଆମ ବହି ଖାତା ଓଦା ହେଇଯାଉଛି ଓ ଆମକୁ ପଢ଼ିବାରେ ଅସୁବିଧା ହେଉଛି। ସେଥିପାଇଁ ମୁଁ ସରକାରଙ୍କୁ ନିବେଦନ ରଖିକି ଆମର ଆଉ କିଛି କକ୍ଷ କରିବାକୁ ଅନୁରୋଧ ରଖିବି। ହଁ ଦର୍ଶକ ବନ୍ଧୁ ଶୁଣିଲେ ତ ଛାତ୍ରଛାତ୍ରୀମାନେ କ'ଣ କହୁଛନ୍ତି। ସରକାରଙ୍କର ବ୍ୟବସ୍ଥା ଏବେ ବି ବିପର୍ଯ୍ୟୟ ଅବସ୍ଥାରେ ଅଛି। କିନ୍ତୁ ଏ ଦେଖିବେ କେଉଁଠି ସ୍କୁଲର ଅଭାବ, ଯେଉଁଠି ଶ୍ରେଣୀଗୃହର କମ୍ ଅଛି ପିଲା ସଂଖ୍ୟା ବେଶୀ, କେଉଁଠି ପିଲା ସଂଖ୍ୟା ଅଛନ୍ତି ତ ସେଠି ଶିକ୍ଷକଙ୍କର ଅଭାବ। କିନ୍ତୁ ଏଭଳି ଏକ ଦୃଶ୍ୟ ଆମେ ଦେଖିଥିଲୁ କାନ୍ଥି ସାହି ଚୂଡ଼ାମଣି ସରକାରୀ ବିଦ୍ୟାଳୟରେ। ଏଠି ପ୍ରଧାନ ଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷକ ମଧ୍ୟ ବାରଣ୍ଡାରେ ବସିକି ପିଲାଙ୍କୁ ପାଠ ପଢ଼ାଉଛନ୍ତି। କିନ୍ତୁ ଏଠି ଖରା ହେଉ କିମ୍ବା ବର୍ଷା ହେଉ ସେଇ ବାରଣ୍ଡାରେ ଏମାନେ ପାଠ ପଢ଼ିବାରେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ଏ ବିଷୟରେ ଯଦି ଖରା ହେଲା କି ବର୍ଷା ହେଲା ଏମାନେ ତାଙ୍କ ବହି ଖାତା ମଧ୍ୟ ଏଇଟା ଓଦା ହେଉଥିବାରୁ ଆପଣମାନେ ଶୁଣିଥିବେ ଛାତ୍ରଛାତ୍ରୀମାନେ କ'ଣ କରୁଥିଲେ। କିନ୍ତୁ ଏକୁତି ସରକାର ଟିକେ ଧ୍ୟାନ ଦେବା ଦରକାର। ଯଦି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେଣୁ ଯଦି ଶ୍ରେଣୀର ଗୃହର ମଧ୍ୟ ଆବଶ୍ୟକତା ଅଛି, ଏହି ଶ୍ରେଣୀ ଗୃହ ଏମାନଙ୍କ ପ୍ରତି ଯଦି ଯୋଗାଇ ଦିଆଯାଏ ତ ତାହେଲେ ଛାତ୍ରଛାତ୍ରୀମାନେ ଉପକୃତ ହୁଅନ୍ତେ। କୁମାରୀ ପାର୍ବତୀ ମଣ୍ଡଳ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନବାନଗର। ଆମ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ଅଛି, ସେଥିରେ 214 ଜଣ ପିଲାମାନେ ଅଛନ୍ତି। ତେଣୁ ଆମର ଶ୍ରେଣୀ ଗୃହ 3ଟି। ତେଣୁ ଆମେ ଶ୍ରେଣୀ ଗୃହ କମ୍ ହେଇଥିବାରୁ ଆମେ ବାରଣ୍ଡାରେ ବସି ପଢୁଛୁ। ଅଧିକ ସମୟ ବର୍ଷା ହେଲେ ଆମେ ବିଦ୍ୟାଳୟକୁ ଆସିପାରୁନାହାନ୍ତି, କାରଣ ବର୍ଷା ହେଲେ ଆମେ ବାରଣ୍ଡାରେ ବସିଲେ ଆମର ବ୍ୟାଗ୍ ବସ୍ତାନି ସବୁ ଓଦା ହେଇଯିବ, ଆମେ ମଧ୍ୟ ଓଦା ହେଇଯାଉ। ଆଉ ଖରା ହେଲେ ମଧ୍ୟ ଆମେ ବିଦ୍ୟାଳୟକୁ ଆସିଲେ ମଧ୍ୟ ବାହାରେ ବସିବାକୁ ପଡୁଛି। ତେଣୁ ମୁଁ ସରକାରଙ୍କୁ କେତୋଟି ଶ୍ରେଣୀ ଗୃହ ଓ କେତୋଟି ଶିକ୍ଷକ ଯୋଗାଇ ଦେବାକୁ ଅନୁରୋଧ କରିଛି। ତେଣୁ ସରକାର ଯଦି ଆମକୁ ଏତିକି ଯୋଗାଇ ଦିଅନ୍ତି ତାହେଲେ ଆମେ ସରକାରଙ୍କ ପାଖରେ ଚିର ଉପକୃତ ହୋଇ ରହିବୁ। ପ୍ରିୟଙ୍କା ମଣ୍ଡଳ, 2ୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନବାନଗର। ହେଲା ଆମ ଘର ନାହିଁ। ମୁଁ ଶ୍ରୀ ପରମେଶ୍ୱର ଟୁଡୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନବାନଗର ପ୍ରଧାନ ଶିକ୍ଷକ ଅଛି। ମାନେ ଏଠି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଚାଲିଛି, କିନ୍ତୁ ଶ୍ରେଣୀ କକ୍ଷ ମାତ୍ର 3ଟି। ମାତ୍ର 3ଟି ଶ୍ରେଣୀ କକ୍ଷରେ 6ଟା କ୍ଲାସ୍ ବସୁଛନ୍ତି, ଆଉ 2ଟା କ୍ଲାସ୍ ସଦାସର୍ବଦା ଖରା ତରା ବର୍ଷା ସେଇ ବାରଣ୍ଡାରେ ବସୁଛନ୍ତି। ଆଉ ଯେଉଁଥିପାଇଁ କି ପିଲାମାନଙ୍କର ବସିବାରେ ବହୁତ ଅସୁବିଧା, ଶ୍ରେଣୀ କକ୍ଷର ବହୁତ ଅଭାବ। ଆଉ ତା ସହିତ 216 ପିଲା ବର୍ତ୍ତମାନ ପଢ଼ୁଛନ୍ତି ବିଦ୍ୟାଳୟରେ। ନିବେଶର ଅଫିସକୁ ଆମେ ଜଣେଇଛୁ, ବିଓ ମହୋଦୟଙ୍କୁ ଜଣେଇଛୁ, ତାପରେ ପଞ୍ଚାୟତର ଯିଏ ସରପଞ୍ଚ ଅଛନ୍ତି ତାକୁ ମଧ୍ୟ ଏ ବାବଦରେ ଆମେ ଅବଗତ କରାଇଛୁ। ହଁ, ଯେଉଁ ସାମ୍ନା ଘରଟା ବହୁତ ବିପଦସଂକୁଳ ଅବସ୍ଥାରେ ଅଛି। ସେ ଗୋଟେ ଦୀର୍ଘ ଦିନର ଘର, କିନ୍ତୁ ସେ ବାବଦରେ ସରପଞ୍ଚକୁ ମଧ୍ୟ ମୁଁ ଜଣେଇଥିଲି ଘଟକୁ ଭାଙ୍ଗିବା ପାଇଁ। ସେ ପର୍ଯ୍ୟନ୍ତ କିଛି ଷ୍ଟେପ୍ ନେଲେନି, ଯାହାଦ୍ୱାରା କି ବହୁତ ସେଇଟା ଅସୁବିଧା ଆମକୁ କରୁଛି ସେଇଟା। ହଁ ଦର୍ଶକ ବନ୍ଧୁ ଶୁଣିଲେ ତ ଅନେକ ସ୍କୁଲରେ ଏଭଳି ସମସ୍ୟା ମଧ୍ୟ
লাগি রয়েছে। ये जो दृश्य देखुले सी हूँ सरकारी प्राथमिक विद्यालय बीनवानगर दृश्य। एटी प्रथम अष्टम श्रेणी पर्यंत अच्छी एटी 200 पाखापाखि पिला पढ़ुंट मात्र से श्रेणीगृहर आवश्यकता अच्छी। यही श्रेणीगृहर आवश्यकता थिला बेले पिला माने मध्य बाहर पढ़ुं किंतु ये बड़ प्रश्न उठुची ये सरकार एक तदारख करने दरकार। जदि श्रेणीगृह ना पिला माने बाहर बसुँच खरा जो प्रबल मात्रा खरा होची एवं वर्षा होची वर्षार पाठ पढ़ुंट। ये दृश्य देखो जोटी पिला बसुँच से खाद्य अधिक पिला अच्छा गोटे बैच खाई सारा अन्य बैच खाऊँ से बस्तानी से जोता यही भाव में व्यवस्था सीधा साफ स्पष्ट चित्र देखु। हेडमास्टर मत तो आप शुणिले और छात्र छात्री मत तो शुणिले। सरकार को निवेदन कर छात्र छात्री मैंने श्रेणीगृह हेले खूब शीघ्र सरकार पर चिरकृत हो रही। सरकार या प्रति टिके ध्यान देवा निहाती आवश्यक रही। समय को अपेक्षा यही भाव में व्यवस्था किपरि भाव में से सुधारा जाउछि एवं श्रेणीगृहर आवश्यकता केबे सरकार पूर्ण करछन्ति पिला माने बाहर छाड़ी एवं निजर शिक्षा गृहर किपरि बसिक अध्ययन करेंगे से सरकार टिके ध्यान देवा दरकार। एवं यही विषय जदि प्रशासन तरफ जदि टिके तदारख करा जांता ताले पिला माने चिरप्रवृत्त होई रहंते।